नमो 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 नारायण भगवान अखिल जगत गुरु पुरुष पुराण। प्रिय दिव्यात्मन, ଯେତେବେଳେ ମହାପ୍ରଭୁ ଆସି ପହଞ୍ଚି ଯାଇ କୁମ୍ଭୀରକୁ ବଦ୍ଧ କରିଛନ୍ତି ଏବଂ ଗଜକୁ ଉଦ୍ଧାର କରିଛନ୍ତି, ଗଜ ଚାହିଁଦେଲା ମହାପ୍ରଭୁଙ୍କର ଦିବ୍ୟ ନିନ୍ଦ୍ୟ ଠାଣି। ଆହା, ସୂର୍ଯ୍ୟ କୋଟି ସମ ଜ୍ୟୋତି ଚକ୍ର ଚାରୁ କରେ, ପ୍ରକାଶ ଦିଲେ ନ ହରି ଗରୁଡ଼ ଉପରେ। ଗଜରାଜ ସମ୍ମୁଖେ ଦେଖିଆ ନାରାୟଣୀ, ଚମକିତ ହଇଲ ଗଜ ଭୟ ପାୟା ମନେ। ଦେଖିଦେଉଛି ଯେତେବେଳେ ମହାପ୍ରଭୁଙ୍କୁ ଡରି ଯାଉଛି, ଅନ୍ତର ଭିତରେ ଭୟ ଅଛି, କିନ୍ତୁ ମନ ଭିତରେ ପ୍ରାର୍ଥନା ଅଛି, କୃତଜ୍ଞତାର ଭାଷା ଅଛି। ପ୍ରଭୁ, କିପରି ଭାବରେ ଆପଣଙ୍କ ସ୍ତୁତି କରିବି ମୁଁ ଜାଣିପାରୁନି। ଯେତେବେଳେ ଗଜ ଏମିତି ଆଗପଛ ହେଉଛି, ଗୋଟିଏ ପଦ୍ମ ଫୁଲକୁ ଟାଣି ଆଣି ମହାପ୍ରଭୁଙ୍କର ଶ୍ରୀ ପଦାରବିନ୍ଦରେ ସମର୍ପିତ କରିବ। ଦେବତାମାନେ ମଧ୍ୟ ମହାଶୂନ୍ୟରେ ଏମିତି ଥାଟ ମାରି ସାରିଲେଣି। ସମସ୍ତେ ଚାହିଁଛନ୍ତି ମହାପ୍ରଭୁଙ୍କର ମହାନ ଲୀଳା କିପରି ଭାବରେ ଦେଖୁଛି ଗଜ। ଦେବଦୁନ୍ଦୁଭିନାଦ କରି ନୃତ୍ୟ କରନ୍ତି ଅପସରି, ଗନ୍ଧର୍ବେ ଗୀତ ଗାନ୍ତି ସ୍ୱରେ, ମଙ୍ଗଳ ସ୍ତୁତି ଉପଚାରେ। ପୁରୁଷୋତ୍ତମ ରୂପ ଚାହିଁ ସ୍ତୁତି କରନ୍ତି ଭାବ ବହି। ଏହି ପଦଟିକୁ ଆମେ ଟିକେ ବୁଝିବାକୁ ଚେଷ୍ଟା କରିବା। ପଦଟିକୁ ଆଉ ଥରେ ଗାଉଛି ସେଥିପାଇଁ। ପୁରୁଷୋତ୍ତମ ରୂପ ଚାହିଁ ସ୍ତୁତି କରନ୍ତି ଭାବ ବହି। ସ୍ତୁତି କରୁଛନ୍ତି ସମସ୍ତ ଦେବତା ମାନେ। କେମିତି ସ୍ତୁତି କରୁଛନ୍ତି ନା ଭାବର ସହିତ। ବହୁତ ଦିନ ତଳେ ଆପଣମାନେ ଶୁଣିଥିବେ ଯଦି ଭଲ କଥା, ଅରବିନ୍ଦ ମୁଦୁଲିଙ୍କର ସ୍ୱର୍ଗତ ସୁର ସାଧକ ଅରବିନ୍ଦ ମୁଦୁଲି, ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା। ସବୁ କଥା ଗୋଟେ ପଟେ ମହାପ୍ରଭୁ କେବଳ ଭାବକୁ ଗ୍ରହଣ କରନ୍ତି ବୋଲି ତାଙ୍କ ନାମଟି ଭାବଗ୍ରାହୀ ହୋଇଛି। ଆମେ ସ୍ତୁତି କରେ ବା ପ୍ରାର୍ଥନା କରେ, ମନେ ରଖିବା ଆମେ ଭାବ କି ଭୂଖା ହୁଁ ମେ, ଭାବ ହି ଏକ ସାର, भाव बिना मिले नहीं, गोविंद नंद दुलाल, गोविंद नंद दुलाल। जे पर्यंत मनीष भितर ईश्वर प्रति भाव नहीं, गला सरीगला कथा। भगवान केबे कृपा करिवे नहीं आज्ञा। बोधुए सेइथिपाई पुरुषोत्तम रूप चाही स्तुति करती भाव बही। जोड़िए कथा, गोटे हूँ स्तुति आ गोटे हूँ प्रार्थना। स्तुति आम क्या कहवा, प्रार्थना क्या कहवा ना, जितेबले महाप्रभुंकर लीला, महाप्रभुंकर प्रभाव, महाप्रभुंकर विभव विभाव इत्यादि आम वर्णना करने को आरंभ करवा, ताहाकु कहवा स्तुति। जितेबले निजे कौन विपद अच्छे महाप्रभु को रक्षाकर्ता विचार करी निजर अनुनय विनय उक्ति महाप्रभु निकट में परसी दबा, कृपा भिक्षा करवा, सेठी होची महाप्रभु निकट में प्रार्थना। स्तुति रे लीला वर्णना करा जाए, महिमा वर्णना करा जाए, प्रार्थना रे निजर दुख को जणई दिया जाए। एठी तो दुख किछि नहीं, महाप्रभु दुख नाशन हो सारे, आर्तत्राण हो सारे, तेणु स्तुति ही केवल। जितेबले समस्त माने स्तुति करुछंती, ठीक सेतिकी बेले परीक्षित महाराज सुखदेव गोस्वामी महाराज निकट में प्रश्न रखुचंती, महाराज प्रभु आपण टिके कहतेनि एई गजराजर पूर्व जन्मटी कौन थिला। बंगला भागवत बड़ सुंदर वर्णना अच्छी। पूरबे आछिल गज
ଦ୍ରାବିଡ଼ ଈଶ୍ୱର ଇନ୍ଦ୍ରଦୁମ୍ନ ନାମେ ରାଜା ପୁଣ୍ୟ କଳେବର। ହରିପରାୟଣ ରାଜା ଭକତ ପ୍ରଧାନ ସତତ ଗୋବିନ୍ଦ ପଦ କର ଏ ସନ୍ଧାନ। ଦ୍ରାବିଡ଼ ଦେଶ ରାଜା ହେଉଛନ୍ତି ଇନ୍ଦ୍ରଦୁମ୍ନ। ମହାପ୍ରଭୁଙ୍କ ନିକଟରେ ସବୁବେଳେ ନିଜର ଚିତ୍ତବୃତ୍ତିକୁ ନିମଜ୍ଜିତ କରିଥିବା ରାଜା ଇନ୍ଦ୍ରଦୁମ୍ନ। ଚିର ପରିଧାନ ଶିରେ ଧରେ ଜଟା ଭାର କୁଳାଚଳ ଗିରିତଟେ ରହେ ଚିରକାଳ। କୁଳାଚଳ ଗିରି ନିକଟରେ ଏମିତି ସନ୍ନ୍ୟାସୀ ବେଶରେ ରହି ମହାପ୍ରଭୁଙ୍କର ଚିନ୍ତା ଚେତନାରେ ନିଜକୁ ହଜେଇ ଦେଇଥିବା ରାଜନ ହେଉଛନ୍ତି ଇନ୍ଦ୍ରଦୁମ୍ନ। ଦିନକର କଥା, ଅଗସ୍ତ୍ୟ ମୁନି ତାଙ୍କର ସମସ୍ତ ଶିଷ୍ୟମାନଙ୍କ ସହିତ ଆସି କୁଳାଚଳ ପାହାଡ଼ ନିକଟରେ ପହଞ୍ଚିଲେ। ରାଜା ତ ବସି ଯାଇଛନ୍ତି ସମ୍ପୂର୍ଣ୍ଣ ଚିତ୍ତମଗ୍ନ ହୋଇ ମହାପ୍ରଭୁଙ୍କର ଶ୍ରୀଚରଣାର ବିନ୍ଦରେ। ଆଉ କି ତାଙ୍କର ନଜର ଅଛି ନା ଖିଆଲ ଅଛି ଅଗସ୍ତ୍ୟ ମୁନି ଆସିଲେଣି ଶିଷ୍ୟମାନଙ୍କ ସହିତ? ଉଠିଲେନି ସିନା, ଇଏ ନିଜ ଭାବରେ ଅଛନ୍ତି। ଅଗସ୍ତ୍ୟଙ୍କୁ ବଡ଼ ଅପମାନ ଲାଗିଲା। ମନେ ମନେ ଭାବିଲେ, ଆମ ପରି ଜଣେ ଅତିଥି ଆସି ପହଞ୍ଚିଲେଣି, ଏ ରାଜାଟା ଏଡ଼େ ମୂର୍ଖ, ଅଥଚ ସ୍ୱାଗତ ସମ୍ବର୍ଦ୍ଧନା କାହାକୁ କହନ୍ତି ଜାଣିନାହିଁ ବୋଧହୁଏ। ରାଗିଗଲେ। ତସ୍ମା ଇମଂ ଶାପମୋଦାଦ ସାଧୁ ଅୟଂ ଦୁରାତ୍ମା କୃତବୁଦ୍ଧିରତ୍ୟ ବିପ୍ରାବମନ୍ତା ବିଶତାନ୍ତମୋଧଂ ଯଥା ଗଜ ସ୍ତବ୍ଧମତିଶ ଏବ। ରାଜନ୍, ଯେପରି ଭାବରେ ତୁମେ ଆମ ପରି ଆସିଥିବା ଜଣେ ଅତିଥି କେବଳ ନୁହେଁ, ଜଣେ ତପସ୍ୱୀଙ୍କୁ ଅବମାନନା କରିଛ, ହାତୀ ଭଳି ତୁମେ ମନ୍ଦ ବୁଦ୍ଧି ହୋଇଛ। ମୁଁ ଅଭିଶାପ ଦେଉଛି, ତୁମେ ହାତୀ ହୋଇଯାଅ, ତୁମେ ଗଜ ହୋଇଯାଅ। ଏମନ୍ତ ସାପ ତାକୁ ଦେଇ ମୁନିଏ ଗଲେ ପଥବାହି। ସେ ରାଜା ପ୍ରାଣ ତ୍ୟାଗ କାଳେ ଗଜ ଦେଖିଲା ବେନି ଡୋଳେ। ସେ ଗଜ ଦେହେ ଜ୍ଞାନ ହାରେ ନିବାସ ଘନ ବନ ଘୋରେ। ଯେତେବେଳେ ଇନ୍ଦ୍ରଦୁମ୍ନ ରାଜାଙ୍କର ଶେଷ ସମୟ ଆସି ପହଞ୍ଚିଲା, ମୃତ୍ୟୁଶଯ୍ୟାରେ ଥିଲାବେଳେ, ଶେଷ ପ୍ରଶ୍ୱାସକୁ ଗ୍ରହଣ କରୁଥିଲା ବେଳେ ନୁହେଁ, ଶେଷ ନିଶ୍ୱାସକୁ ତ୍ୟାଗ କରୁଥିଲା ବେଳେ, ସେଇ ପୁରୁଣା ଅଗସ୍ତ୍ୟ ମୁନିଙ୍କର ଅଭିଶାପର କଥା ମନେ ପଡ଼ିଗଲା। ଗଜକୁ ଆଖି ସାମ୍ନାରେ ଦେଖୁଛନ୍ତି, ଭାବୁଛନ୍ତି ସତରେ ମୁଁ ଗଜ ହୋଇଯିବି ନା। ଯେହେତୁ ଗଜ ବିଷୟରେ ଭାବି ଭାବି, ସେ ଅଭିଶାପ ବିଷୟରେ ଭାବି ଭାବି ଦେହ ଛାଡ଼ିଲେ, ପରବର୍ତ୍ତୀ ପର୍ଯ୍ୟାୟରେ ଘୋର ବନସ୍ତରେ ଗଜ ହୋଇଛନ୍ତି। କିନ୍ତୁ ଯେହେତୁ ପୂର୍ବ ଜନ୍ମରେ ଅନେକ ତପସ୍ୟା କରିଛନ୍ତି, ସେଥିଲାଗି ଯେଣୁ ଗୋବିନ୍ଦ ଭଜିଥିଲା ସେ ଭାବେ ହରି ସୁମରିଲା। ଯେହେତୁ ପୂର୍ବ ଜନ୍ମରେ ଭଗବାନଙ୍କ ପ୍ରତି ତାଙ୍କର ପ୍ରେମ ଥିଲା, ଅନୁରକ୍ତି ଥିଲା, ବିପଦରେ ପଡ଼ିଗଲା ପରେ ସେ ଗୋବିନ୍ଦଙ୍କର କଥା ମନେ ପଡ଼ିଗଲା। ଆମେ କ'ଣ ଶିଖିଲେ ଏଥିରୁ? ପୂର୍ବ ଜନ୍ମର ପ୍ରାରବ୍ଧ ଏ ଜନ୍ମକୁ ଆସେ। ଏ ଜନ୍ମରେ ଆମେମାନେ ଯେଉଁ ଭାଗବତ କଥା ଶୁଣୁଛେ, ମହାପ୍ରଭୁଙ୍କ ଚିନ୍ତା ଚେତନା ଭିତରେ ବୁଡ଼ି କରି ରହୁଛେ, ବୁଝନ୍ତୁ ଆମେ ଟିକେ ଟିକେ ପ୍ରାରବ୍ଧ ସଂଗ୍ରହ କରୁଛେ ନୁହେଁ, ସଞ୍ଚିତ କରୁଛେ। ମହାପ୍ରଭୁ କରନ୍ତୁ ଏହି ଭାଗବତ ଶ୍ରବଣ ଜନିତ ପୁଣ୍ୟ। ଯଦି ଆମକୁ କିଞ୍ଚିତ ଭଗବତ ମନସ୍କ କରିଦେଲା, ଆମେ ବିଷୟ ମନସ୍କ ହେଉଛେ, ଯଦି ବିଭୂତି ମନସ୍କ ହୋଇଗଲେ, ହୁଏତ ଆମର ପରବର୍ତ୍ତୀ ଜୀବନ, ପରବର୍ତ୍ତୀ ଜନ୍ମ ପୁଷ୍କଳ ହେବ, ସୁନ୍ଦର ହେବ, ରସମୟ ହେବ। ଯେଉଁଥିପାଇଁ ଜଗନ୍ନାଥ ଦାସ ସ୍ପଷ୍ଟ ଭାବରେ ଲେଖିଛନ୍ତି, ଗଜେନ୍ଦ୍ର ମୁଖ୍ୟ ଯେ ଶୁଣନ୍ତି, କିଏ ବା ବଦନେ ଗୁଣନ୍ତି, ଦୁଃସ୍ୱପ୍ନ ଗ୍ରହ ପୀଡ଼ା ନାଶେ, ନିର୍ମଳ ଯଶ ପରକାଶେ। ସକଳ ଦେବ ଋଷି ମଧ୍ୟେ ଗୋବିନ୍ଦ କହିଲେ ଆନନ୍ଦେ। ମହାପ୍ରଭୁ କହିଛନ୍ତି, ଏ କଥାକୁ ଯିଏ ଶୁଣିବ, ଏ କଥାରେ ଯିଏ ମନନ କରିବ, ନିଶ୍ଚିତ ଭାବରେ ପରବର୍ତ୍ତୀ ପର୍ଯ୍ୟାୟରେ ଜୀବନ ସୁନ୍ଦର ହେବ।
ଏଇଥିରେ କଥା ବଢୁଛନ୍ତି ସୁଜନ ହିତେ ଭାଗବତ କହି ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ଅଷ୍ଟମ ସ୍କନ୍ଧେ ଗଜେନ୍ଦ୍ର ମୋକ୍ଷଣଂ ନାମ ଚତୁର୍ଥ ଅଧ୍ୟାୟ। ଟିକେ ଆଖି ବନ୍ଦ କରିବା କି? ନାମ ସଂକୀର୍ତ୍ତନ ଯସ୍ୟ ସର୍ବପାପ ପ୍ରଣାଶନଂ ପ୍ରଣାମ ଦୁଃଖ ଶମନଂ ତଂ ନମାମି ହରିଂ ପରମ୍। ଓಂ ନମୋ ଭଗବତେ ବାସୁଦେବାୟ। ଶ୍ରୀକୃଷ୍ଣାୟ ସମର୍ପଣମସ୍ତୁ। ଆପଣମାନଙ୍କୁ ସମସ୍ତଙ୍କୁ ବାରମ୍ବାର ପ୍ରଣାମ, ବାରମ୍ବାର ପ୍ରଣାମ, ବାରମ୍ବାର ପ୍ରଣାମ। ଜୟ ଶ୍ରୀକୃଷ୍ଣ।